ମାଆର ମମତା ଏମିତି ଯେ ଗୋଟିଏ ମାଆ ତା ପିଲା ପାଇଁ ସବୁକିଛି କରିପାରେ। ଖରା ବର୍ଷା ଶୀତ ସେ ସବୁ ସହିଯାଏ। ଏମିତି ହିଁ ରାନୁ ଚଢ଼େଇ ତା ପିଲାମାନଙ୍କୁ ଲାଳନ ପାଳନ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା। ରାନୁ ଚଢ଼େଇକୁ ବରଫ ପଡ଼ୁଥିବା ଥଣ୍ଡା ବହୁତ ଡର ଲାଗେ। ଗୁଡ଼ିଆ ଆଜି ଖରା ବି ଆସିନି, ଆଜି ରାତିରେ ବହୁତ ଥଣ୍ଡା ଲାଗିବ। ମାମା ମୋତେ ଶୀତଦିନ ବହୁତ ଭଲ ଲାଗେ। ତାପରେ ରାନୁ ଚଢ଼େଇ କହିଲା, ହଁ ଗୁଡ଼ିଆ, ମୋତେ ବି ଦିନେ ଭଲ ଲାଗୁଥିଲା। ଗୁଡ଼ିଆ, ତମେ ବି ଯେତେବେଳେ ମାମା ହେଇଯିବ ତମକୁ ବି ଏ ଶୀତଦିନ ଆଉ ଭଲ ଲାଗିବ ନାହିଁ। ମାମା, ତମେ ଯେତେବେଳେ ଛୋଟ ଥିଲ ଏ ଶୀତଦିନ ତୁମକୁ ଭଲ ଲାଗେ? ହଁ ଗୁଡ଼ିଆ, ମୁଁ ଦିନ ସାରା ଶୀତଦିନେ ବାହାରେ ଖେଳେ। ହଉ ଠିକ୍ ଅଛି ଗୁଡ଼ିଆ, ଏବେ ତମେ ଘରକୁ ଯାଅ। ଘର ଭିତରୁ ବାଟ ଦେଇକି ରହିବ, ମୁଁ କାମକୁ ଯାଉଛି। ତାପରେ ଗୁଡ଼ିଆ ଘର ଭିତରକୁ ଚାଲିଗଲା। ଆଉ ମାମା ଚଢ଼େଇ ଗରିକାଉ ଘରକୁ କାମ କରିବାକୁ ଗଲା। ଗଛରେ ହାଲକା ହାଲକା ବରଫ ଜମା ହେବାକୁ ଲାଗିଲାଣି। ଏଇ ଛୋଟ ଛୋଟ ଗଲାରୁ ଜଣାପଡ଼ୁଥିଲା ଯେ ଆଜି ରାତିରେ ବହୁତ ଥଣ୍ଡା ଲାଗିବ। ରାନୁ ଚଢ଼େଇ କାଉ ଘରକୁ ଯାଇ ପ୍ରଥମେ ବାସନ ମାଜିବା ପାଇଁ ଗଲା। ମାମା ଚଢ଼େଇ ଯେମିତି ଟ୍ୟାପ୍ ଖୋଲିଲା, ଟ୍ୟାପ୍ରୁ ତ ଖାଲି ଥଣ୍ଡା ପାଣି ହିଁ ବାହାରୁଥିଲା। ପାଣି ଏତେ ଥଣ୍ଡା ଲାଗୁଥିଲା ଯେ ରାନୁ ଚଢ଼େଇ ପଙ୍ଖ ଲଗାଇବା ପାଇଁ ବି ଇଚ୍ଛା କରୁନଥିଲା। ତାପରେ ଗରିକାଉ ରାନୁ ଚଢ଼େଇକୁ କହିଲା, ଏମିତି ପାଣି ନଷ୍ଟ କରୁଥିବୁ ନା ବାସନ ଧୋଇବୁ? ଗୋରି ମାଲିକାଣୀ, ଯଦି ଏ ଥଣ୍ଡା ଦିନରେ ବାସନ ମାଜିବା ପାଇଁ ତମେ ମୋତେ ଟିକେ ଗରମ ପାଣି ଦିଅନ୍ତ, ମୁଁ ସବୁ ବାସନ ମାଜି ଦିଅନ୍ତି। ଗରିକାଉ କହିଲା, ତୁ ଗୋଟେ ଚାକରାଣୀ ଥୋଡ଼ିନା ତୁ ମାଲିକାଣୀ, ତତେ ମୁଁ ଏବେ ଗରମ ପାଣି ଦେବି। ଏମିତି ଓଲଟା ସିଧା କଥା ମୋତେ କହିବୁ ନାହିଁ। ତାପରେ ମାମା ଚଢ଼େଇ ସବୁ ବାସନ ମାଜିଦେଲା। ତାପରେ ରାନୁ ଚଢ଼େଇ ରୋଷେଇ ଘରକୁ ଯାଇ ଗୋରି ଆଉ ତା ପରିବାର ପାଇଁ ଖାଇବା ତିଆରି କଲା। ତାପରେ ମାମା ଚଢ଼େଇକୁ ଟିକେ ରିଲାକ୍ସ ଲାଗିଲା, କାରଣ ରୋଷେଇ ଘରେ ଚୁଲିରେ ନିଆଁ ଜଳୁଥିଲା ଆଉ ସେଇଠି ରାନୁ ଚଢ଼େଇକି ଟିକେ ଉଷୁମ ଲାଗୁଥିଲା। ତାପରେ ରାନୁ ଚଢ଼େଇ ସେମାନଙ୍କୁ ଖାଇବା ଦେଇଦେଲା। ଇଏ ନିଅ ତୁମମାନଙ୍କର ଖାଇବା। ତାପରେ ଗରିକାଉ ତା ପୁଅକୁ ସିଝା ଅଣ୍ଡା ଖାଇବାକୁ ଦେଲା। ଆଉ ରାନୁ ଚଢ଼େଇକୁ କହିଲା, ଏଇଠି କ'ଣ ପାଇଁ ଛିଡ଼ା ହେଇଛୁ? ଯାଉନୁ ଘର ଝାଡ଼ୁ କରିବୁ ଆଉ ପୋଛା ମାରିବୁ। ତାପରେ ରାନୁ ଚଢ଼େଇ କହିଲା, ଗୋରି ମାଲିକାଣୀ, ମୋତେ ଗୋଟିଏ କପ୍ ଚା ଦିଅ। ତାପରେ ଗରିକାଉ କହିଲା, ତତେ ଯିଏ ଚା ଦଉଛି ଯା ତା ଘରେ କାମ କରିବୁ। ତାପରେ ରାନୁ ଚଢ଼େଇ କହିଲା, ନାଇଁ ନାଇଁ, ମୁଁ ଏମିତି ହିଁ କହୁଥିଲି। ତାପରେ ମାମା ଚଢ଼େଇ ଯାଇକି ତା ନିଜ କାମ କରିଲା। ତାପରେ ରାନୁ ଚଢ଼େଇ ଗରିକାଉକୁ କହିଲା, ମାଲିକାଣୀ, ସବୁ କାମ ସରିଗଲା, ଏବେ ମୁଁ ଘରକୁ ଯାଉଛି। ତାପରେ ଗରିକାଉ କହିଲା, କାଲି ତୁ ଜଲ୍ଦି ଆସିବୁ, କାଲି ମୋ ମା ଆଉ ଭଉଣୀ ଆସିବେ। ଠିକ୍ ଅଛି ଗୋରି ମାଲିକାଣୀ, ମୁଁ କାଲି ଜଲ୍ଦି ହିଁ ଆସିବି। ତାପରେ ରାନୁ ଚଢ଼େଇ ଘରକୁ ଚାଲିଗଲା। ତାପରେ ରାସ୍ତାରେ ରାନୁ ଚଢ଼େଇର ପାରା ସହ ଦେଖା ହେଲା। ପାରା ପାଖରେ ଗୋଟିଏ ଗାଈ ଥିଲା ଆଉ ସେ ପାରା ଗାଈକି ଘାସ ଖୁଆଉଥିଲା। ତାପରେ ପାରା ରାନୁକୁ ଡାକିଲା, ପାରା ଭାଇ, ମୋତେ ଡାକିଲ? ହଁ ରାନୁ ଚଢ଼େଇ, ମୋତେ ଗୋଟିଏ କାମବାଲି ଦରକାର ଥିଲା, ଯିଏ ସକାଳ ସନ୍ଧ୍ୟାରେ ମୋ ଗାଈର କ୍ଷୀର ବାହାର କରିଦଉଥିବ। ତା ବଦଳ ମୁଁ ତାକୁ କ୍ଷୀର ଦେବି ଆଉ ପଇସା ମଧ୍ୟ ଦେବି। ଠିକ୍ ଅଛି ପାରା ଭାଇ, ମୁଁ କାହାକୁ ପଚାରିବି। ତାପରେ ଚଢ଼େଇ ତା ଘରକୁ ଚାଲିଗଲା। ଆଜି ତ କଡ଼କ ଥଣ୍ଡା ଲାଗୁଥିଲା। ମାମା, ଏତେ ଥଣ୍ଡାରେ ତମେ କାମ କରି କେମିତି ଯାଉଛ? ତାପରେ ରାନୁ ଚଢ଼େଇ କହିଲା, ମୋତେ ବହୁତ ଥଣ୍ଡା ଲାଗିଲେ ମୁଁ ମୋ ଝିଅ କଥା ଭାବିଦିଏ। ତାପରେ ମୋତେ ଆଉ ଥଣ୍ଡା ଲାଗେ ନାହିଁ। ଏସବୁ ଶୁଣିକି ଗୁଡ଼ିଆ ହସିବାକୁ ଲାଗିଲା। ମାମା, ମୋ ନାଁରେ କ'ଣ ହିଟର ଲାଗିଛି କି? ତାପରେ ଏମିତି କଥା ହଉ ହଉ ମା ଝିଅ ଶୋଇପଡ଼ିଲେ। ତା ପରଦିନ ଗୁଡ଼ିଆ ଶୋଇଥାଏ ଆଉ ରାନୁ ଚଢ଼େଇ କାମ କରିବା ପାଇଁ ଗରିକାଉ ଘରକୁ ଚାଲିଗଲା। ତାପରେ ରାନୁ ଚଢ଼େଇ ମନେ ମନେ ଭାବୁଥାଏ, କାଲି ଅପେକ୍ଷା ଆଜି ତ ବହୁତ ଥଣ୍ଡା ଲାଗୁଛି, ଆଜି ପୁଣି କାମ ବି ବହୁତ ଅଛି। ଭଲ କରିଛୁ ରାନୁ ଚଢ଼େଇ, ତୁ ଜଲ୍ଦି ଆସିଗଲୁ। ଯା ଘର ସଫା କରିଦେ ଜଲ୍ଦି, ମୋ ମା ଆଉ ମୋ ଭଉଣୀ ଆସୁଥିବେ। ଗୋରି ମାଲିକାଣୀ, ମୁଁ ଟିକେ ମୋ ଡେଣାକୁ ଗରମ କରିଦିଏ। ତାପରେ ଗରିକାଉ କହିଲା, ତୁ ଦିନଯାକ ତ ଥଣ୍ଡା ଥଣ୍ଡା ହଉଛୁ, ତୁ ବୁଢ଼ୀ ହେଇଗଲୁଣି, ତୁ ଆଉ କାମ କରିପାରିବୁ ନାହିଁ। ମୁଁ ଆଉ ଗୋଟେ କାମବାଲି ରଖିବି। ନାହିଁ ନାହିଁ, ମୁଁ ଏମିତି କେତେବେଳେ କହିଲି, ମୁଁ ସବୁ କାମ କରିଦେବି। ତାପରେ ଚଢ଼େଇ କାମ କରୁଥିଲା। ଥଣ୍ଡାରେ ତା ପଙ୍ଖ ଥରୁଥିଲା। ତା ପାଖରେ ଗୋଟିଏ ଗ୍ଲାସ୍ ଥିଲା ଆଉ ଥଣ୍ଡାରେ ତା ପଙ୍ଖ ଯାଇକି ସେ ଗ୍ଲାସ୍ରେ ବାଡ଼େଇ ହେଇଗଲା ଆଉ ସେ ଗ୍ଲାସ୍ଟି ତଳେ ପଡ଼ି ଭାଙ୍ଗିଗଲା। ତାପରେ ସେଇଠାକୁ ଗରିକାଉ ଦୌଡ଼ି ଦୌଡ଼ି ଆସିଲା ଭାରି। ତାପରେ ମାମା ଚଢ଼େଇ କାଚ ଉଠାଉଥିଲା। କାଚ ଉଠାଉ ଉଠାଉ ମାମା ଚଢ଼େଇର ଡେଣାରେ ଲାଗିଗଲା। ଦେଖିଲୁ, ଭାଙ୍ଗିଦେଲୁ, ସକାଳୁ ସକାଳୁ ମୋ ଜିନିଷ ଭାଙ୍ଗିଦେଲୁ। ଗୋରି ମାଲିକାଣୀ, ଥଣ୍ଡାରୁ ମୋ ପଙ୍ଖ କିଛି ବି କାମ କରୁନାହିଁ। ପୁଣି ଥଣ୍ଡା ଥଣ୍ଡା ହଉଛୁ? ତୁ ଯା, ମୋ ଘରୁ ଯା, ମୁଁ ଆଉ ଗୋଟେ କାମବାଲି ରଖିବି। ତୋ ପରି ମୋର କାମବାଲି ଦରକାର ନାହିଁ। ଦୟାକର ଗୋରି ମାଲିକାଣୀ, ଗୋଟିଏ ତ କାଚର ଗ୍ଲାସ୍ ଭାଙ୍ଗିଛି। କିନ୍ତୁ ଗରିକାଉ ଚଢ଼େଇର ଗୋଟିଏ ବି କଥା ଶୁଣିଲା ନାହିଁ। ତାପରେ ଗରିକାଉ ରାନୁ ଚଢ଼େଇକୁ ତା ଘରୁ ବାହାର କରିଦେଲା। ମାମା ଚଢ଼େଇ ବହୁତ ଚିନ୍ତାରେ ଘରକୁ ଫେରୁଥିଲା।
ସେ ଯିବାବେଳେ ପାରା କଥା ମନେ ପଡ଼ିଗଲା। ତାପରେ ରାନୁ ଚଢ଼େଇ ପାରା ପାଖକୁ ଗଲା। ପାରା ଭାଇ, ତୁମେ ମୋତେ କାଲି କାମବାଲି ଖୋଜିବା ପାଇଁ କହୁଥିଲ। ପାରା କହିଲା, ହଁ ହଁ। କ'ଣ କାମବାଲି ମିଳିଲା କି? ତାପରେ ରାନୁ ଚଢ଼େଇ କହିଲା, ହଁ, ମୁଁ ସେ କାମବାଲି। ମୁଁ ତୁମ ଘରର ସବୁ କାମ କରିବି, ଆଉ ତୁମ ଗାଈର କ୍ଷୀର ବାହାର କରିଦେବି, ଆଉ ତୁମ ଘରର ଯାହା ବି ବାକି କାମ ଥିବ ସେସବୁ ମୁଁ କରିନେବି। ତାପରେ ପାରା କହିଲା, ଇଏ ତ ବହୁତ ବଢ଼ିଆ କଥା। ତମଠାରୁ ଭଲ କାମବାଲି ମୋତେ କୋଉଠାରୁ ମିଳିବ? ତାପରେ ରାନୁ ଚଢ଼େଇ ପାରା ପାଖରେ କାମ କରିବାକୁ ଲାଗି ପଡ଼ିଲା। ମାମା ଚଢ଼େଇ ସବୁଠାରୁ ପ୍ରଥମେ ଗାଈରୁ କ୍ଷୀର ବାହାର କରିଦେଲା, ଆଉ ସେ କ୍ଷୀର ନେଇକି ପାରା ଭାଇ ଘରେ ରଖିଦେଲା। ତାପରେ ସେ ଘରର ଆଉ ସବୁ କାମ ବି କରିଦେଲା। ଏମିତି ହିଁ କିଛି ଦିନ ଚାଲିଗଲା। ଆଉ ମାମା ଚଢ଼େଇ ତାପରେ ତା ଘରକୁ ଆସେ। ଆଜି ତ ବହୁତ ଥଣ୍ଡା ଲାଗୁଥିଲା, କାଲି ଅପେକ୍ଷା ଆଜି ବହୁତ ଥଣ୍ଡା। ମାମା, ତମେ ସବୁଦିନ କହୁଛ ତୁମକୁ ଥଣ୍ଡା ଲାଗୁଛି, କିନ୍ତୁ ମୋତେ ଘରେ ତ ବିଲକୁଲ ବି ଥଣ୍ଡା ଲାଗୁନି। ପାଗଲ, ତମେ ତ ଘରେ ରହୁଛ, ବାହାରକୁ ଗଲେ ଜଣାପଡ଼ିବ କେତେ ଥଣ୍ଡା ଲାଗୁଛି। ସେହିଦିନ ମାମା ଚଢ଼େଇ ପାଖରେ କ୍ଷୀର ଥିଲା, ଆଉ ରାତିରେ ମାମା ଚଢ଼େଇ ତା ପାଇଁ ଟିକେ ଚାହା କରିଲା। ଗୋଟିଏ କପ୍ ତା ପାଇଁ, ଆଉ ଗୋଟିଏ କପ୍ ତା ଝିଅ ପାଇଁ। ଭଲ ହେଇଛି ସେ ଗରିକାଉ ଘରେ ମୁଁ ଆଉ କାମ କରୁନାହିଁ, ଆଉ ପାରା ଭାଇ ଘରେ ବହୁତ କମ୍ କାମ, ଆଉ ଆମକୁ କ୍ଷୀର ବି ମିଳିଯାଉଛି। ସାୟଦ ମାମା ଚଢ଼େଇ ପାଖରେ ଏତେ ବି ସୁଖ ନଥିଲା। ତା ପରଦିନ ମାମା ଚଢ଼େଇ ଗାଈରୁ କ୍ଷୀର କାଢ଼ିକି ସେଇଠି ରଖିଦେଇଥିଲା, ଆଉ ଗାଈ ପାଇଁ ଘାସ ଆଣିବା ପାଇଁ ଯାଇଥିଲା। ଆଉ ଏପଟେ ଗୋଟିଏ କଳା ବିଲେଇ ଆସିକି ସବୁ କ୍ଷୀର ପିଇଦେଲା, ଆଉ ପିଇ ପିଇ ବାଲ୍ଟିକୁ ତଳେ ପକେଇଦେଲା, ଆଉ ବାକି ଯାହା ବି କ୍ଷୀର ଥିଲା ସେ ସବୁ ତଳେ ପଡ଼ିଗଲା। ତାପରେ ରାନୁ ଚଢ଼େଇ ସେ କଳା ବିଲେଇକୁ ତଡ଼ିଦେଲା। ଯା ଏଠାରୁ ଯା, କଳା ବିଲେଇ କୋଟିକାର। ତାପରେ ସେଇଠାକୁ ପାରା ଭାଇ ଆସିଗଲେ। ରାନୁ ଚଢ଼େଇ ଗରିକାଉ ଠିକ୍ କହୁଥିଲା, ତୁ ଆଉ ଆଗ ପରି କାମ କରିପାରୁନାହୁଁ। ତୁ ବୁଢ଼ୀ ହେଇଗଲୁଣି, ତ ଡେଣା ଆଉ କାମ କରୁନାହିଁ। ତୁମେ କ'ଣ କହିବା ପାଇଁ ଚାହୁଁଛ ପାରା ଭାଇ? ଏ କ୍ଷୀର ତ କାଳି ବିଲେଇ ପକେଇଦେଲା, କିନ୍ତୁ ଏଇଠାରେ ତ କଳା ବିଲେଇ ନାହିଁ। ତୁ ମିଛ ଆଉ କହନି, ତୁ ଏଇଠାରୁ ଯା ଭାରି। ତାପରେ ରାନୁ ଚଢ଼େଇ ମନ ଦୁଃଖରେ ସେଇଠାରୁ ଚାଲିଗଲା, ଆଉ ଯାଇକି ଗୋଟେ ଦୂର ପାହାଡ଼ ଗଛରେ ବସିକି କାନ୍ଦୁଥିଲା। ତା ଦିଲକୁ ବହୁତ କଷ୍ଟ ହଉଥାଏ, ଆଉ କାନ୍ଦି କାନ୍ଦି କହୁଥାଏ, ବହୁତ କଷ୍ଟ ଲାଗୁଛି। ଏମିତି ସମୟରେ ମୋ ଝିଅର ମୁଁ ଲାଳନ ପାଳନ ଠିକ୍ ସେ କରିପାରୁନାହିଁ। ମୋ ପାଇଁ ତ ଏସବୁ ବହୁତ ମୁସ୍କିଲ ହେଇଗଲାଣି। ଏତେ କମଜୋର ଆଉ ଗରିବ ଦେଖିକି ମୋତେ ସମସ୍ତେ ଅସମ୍ମାନ କରୁଛନ୍ତି। ମୁଁ ଏବେ ନିଜ ଗୋଡ଼ରେ ନିଜେ ଠିଆ ହେବି, ମୁଁ ନିଜ ପାଇଁ ହିଁ କାମ କରିବି। ମୁଁ ଆଉ କାହା ପାଖରେ ଆଉ କାମ କରିବି ନାହିଁ। ଏସବୁ କହିକି ରାନୁ ଚଢ଼େଇ ତା ଘରକୁ ଗଲା ଗୋଟିଏ ନୂଆ ଆଶା ନେଇକି। ତା ପରଦିନ ସକାଳେ ରାନୁ ଚଢ଼େଇ ଗୋଟିଏ ବାଲ୍ଟି ନେଇକି ପାରା ଭାଇ ପାଖକୁ ଗଲା। ପାରା ଭାଇ, ମୋତେ 2 ଲିଟର କ୍ଷୀର ଦିଅ। କ'ଣ ତୋ ପାଖରେ ପଇସା ଅଛି ଚଢ଼େଇ? ହଁ ପାରା ଭାଇ, କାଲି ତୁମେ ମୋତେ ଯେଉଁ ପଇସା ଦେଇଥିଲ ସେ ପଇସା ମୋ ପାଖରେ ଅଛି। ମାମା ଚଢ଼େଇ କବୁତର ପାଖରୁ 2 ଲିଟର କ୍ଷୀର ନେଇକି ତା ଘର ପାଖରେ ଥିବା ଗୋଟିଏ ଗଛ ତଳେ ନିଆଁ ଜାଳିକି ଚାହା କରିଲା। ଚାଏ ଚାଏ, ଗରମ ଗରମ ଚାଏ, ଥଣ୍ଡାରୁ ବଞ୍ଚେଇବ ମୋ ଗରମ ଗରମ ଚାଏ। ଗରମ ଚାହା ଶୁଣିକି ସେଇଠି ପକ୍ଷୀମାନଙ୍କର ଭିଡ଼ ଜମିଗଲା, ଆଉ ଗରମ ଗରମ ଚାହା କରିକି ସବୁ ପଶୁପକ୍ଷୀମାନଙ୍କୁ ପିଇବାକୁ ଦେଉଥିଲା। ଫାଷ୍ଟ ଦିନ ବେପାରରେ ରାନୁ ଚଢ଼େଇର ଭଲ ଲାଭ ହେଇଥିଲା। ତାପରେ ସେ ତା ପରଦିନ ଟିକେ ଅଧିକା କ୍ଷୀର ଆଣିଥିଲା। ଧୀରେ ଧୀରେ ରାନୁ ଚଢ଼େଇର ଭଲ ବେପାର ହେଲା। ସେ ତା ପାଇଁ ଗୋଟେ ଢାବା ଖୋଲିଦେଲା। ସେ ଢାବାରେ ସେ ଚା ଆଉ ଜଳଖିଆ ବିକ୍ରି କରିଲା। ଚାହା ସହ ସେ ଉପମା, ପୁରୀ, ତରକାରୀ ଏସବୁ ବିକ୍ରି କରିବାକୁ ଲାଗିଲା। ଏମିତି ହିଁ ମାମା ଚଢ଼େଇକୁ ସଫଳତା ମିଳିଗଲା। ତାପରେ ମାମା ଚଢ଼େଇ ଜୀବନରେ ସୁଖ ଆଉ ଆରାମ ଆସିଗଲା।